नमस्कार दर्शक बंधु, जय जगन्नाथ। शिशुटीए माँ ठारू जन्मग्रहण करी धरापृष्ठरे अवतरण करिबा परे विभिन्न संपर्कर डोरीरे बांधी होई जाइथाए। केउठी गड़ी उठी थाए भाई भौणीर संपर्क तो पुणी केउठी गड़ी उठी थाए माता पुत्र तथा माता कन्यार संपर्क। एहीपरि अनेक संपर्कर बुढ़ियाणी जालरे छंदी होई से समाजर एक अंश हुए। समय चक्रर घूर्णନରେ ଯେତେବେଳେ ସେ ବୟସର ପାହାଚ ଚଢ଼ି ସା ବାଳକରେ ପରିଣତ ହୁଏ, ସେତେବେଳେ ନିଜ ଜୀବନ ସାଥୀ ସହ ବିବାହ ବନ୍ଧନରେ ବାନ୍ଧି ହୋଇଯାଇଥାଏ। ଏହି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ପ୍ରତ୍ୟେକ ଓଡ଼ିଆ ପତ୍ନୀ ନିଜ ସ୍ୱାମୀକୁ ନିଜର ଇହକାଳ ପରକାଳର ଦେବତା ରୂପେ ସ୍ୱୀକୃତି ପ୍ରଦାନ କରିଥାଏ ଏବଂ ନିଜ ଦେବତାଙ୍କ ସର୍ବରିଷ୍ଟ ଖଣ୍ଡନ ପାଇଁ ପ୍ରତ୍ୟେକ ବର୍ଷ ସାବିତ୍ରୀ ବ୍ରତ ପାଳନ କରିଥାଏ। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିବା ଏହି ସାବିତ୍ରୀ ବ୍ରତ କେବେ, କାହିଁକି ଏବଂ କିପରି ପାଳନ କରାଯାଏ। ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ଯଦି ଆମ ଚ୍ୟାନେଲର ନୂତନ ଦର୍ଶକ ହୋଇଥାନ୍ତି, ତେବେ ଆମ ଚ୍ୟାନେଲକୁ ନିଶ୍ଚିତ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରିଦିଅନ୍ତୁ। ଜଣେ ସ୍ତ୍ରୀ ପାଇଁ ସ୍ୱାମୀ ହେଉଛି ଶଙ୍ଖା, ସିନ୍ଦୁର ଏବଂ ସ୍ୱାଭିମାନ। ସ୍ୱାମୀ ଇହକାଳ ପରକାଳର ଦେବତା, 7 ଜନ୍ମର ସାଥୀ, ନିଶ୍ୱାସ ବିଶ୍ୱାସ ଓ ଭାଗ୍ୟ ଭରସା। ସେଥିପାଇଁ ତ ସ୍ୱାମୀର ଶୁଭ ମନାସି ସିନ୍ଥିରେ ନାଏ ନାଲି ସିନ୍ଦୁର, ଆଉ ହାତରେ ପିନ୍ଧେ ନାଲି ଶଙ୍ଖା। ସ୍ୱାମୀ ସ୍ତ୍ରୀର ସମ୍ପର୍କ 7 ଜନ୍ମର। ବେଦୀର ହୋମ ନିଆଁରେ ବିବାହର ହାତଗଣ୍ଠିରୁ ଆରମ୍ଭ ହୋଇଥାଏ ଏହି ଅତୁଟ ବନ୍ଧନ। ଦୁହିଁଙ୍କୁ ଜନ୍ମ ଜନ୍ମ ପାଇଁ ଏକାକାର କରିଦିଏ ଏହି ବନ୍ଧନ। ସ୍ୱାମୀର ହାତକୁ ଧରି ସ୍ତ୍ରୀ ଜୀବନର ବାଟ ଚାଲେ, ଆଉ ସ୍ତ୍ରୀର ପ୍ରୀତିଭରା ପ୍ରେମକୁ ସାଙ୍ଗରେ ନେଇ ସ୍ୱାମୀ ଜୀବନ ସାରା ବାଟ ଚାଲିବାକୁ ସାହସ ଜୁଟାଏ। ଜଣେ ସଧବା ସ୍ତ୍ରୀ ପାଇଁ ସିନ୍ଦୁର ହିଁ ସବୁକିଛି, ଆଉ ଏହି ସିନ୍ଦୁରକୁ ସୁରକ୍ଷା ଦେବାକୁ ସେ ଦେବାଦେବୀଙ୍କୁ କରେ ପ୍ରାର୍ଥନା। ପ୍ରତିବର୍ଷ ପାଳେ ସାବିତ୍ରୀ ବ୍ରତ। ସାବିତ୍ରୀ ହେଉଛନ୍ତି ସଧବା ନାରୀର ଆଦର୍ଶ। ସାବିତ୍ରୀଙ୍କ ପରି ଆଜୀବନ ସଧବା ରହିବା ପାଇଁ ପ୍ରତିଟି ବିବାହିତା ନାରୀ ପ୍ରାର୍ଥନା କରିଥାନ୍ତି। ପ୍ରତିବର୍ଷ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପାଳନ କରିଥାନ୍ତି ସାବିତ୍ରୀ ବ୍ରତ। ଅମାବାସ୍ୟାରେ ପାଳନ କରାଯାଉଥିବାରୁ ଏହାକୁ ସାବିତ୍ରୀ ଅମାବାସ୍ୟା କୁହାଯାଇଥାଏ। ଏହି ବର୍ଷ ସାବିତ୍ରୀ ବ୍ରତ ମେ 26 ତାରିଖରେ ପଡ଼ୁଅଛି। ଏହି ଦିନ ପ୍ରତ୍ୟେକ ସଧବା ନାରୀ ପ୍ରାତଃ କାଳରୁ ସ୍ନାନ କର୍ମ ସାରି ନିଜକୁ ଶୃଙ୍ଗାର କରିଥାନ୍ତି ଏବଂ ସାବିତ୍ରୀ ପୂଜା ନିମନ୍ତେ ମନ୍ଦିରକୁ ଯାଇଥାନ୍ତି। ମନ୍ଦିର ବ୍ୟତୀତ ଘରେ ମଧ୍ୟ ଶିଳପୁଆରେ ହଳଦୀ ଲଗାଇ ସାବିତ୍ରୀ ମାତାଙ୍କୁ ପ୍ରତିଷ୍ଠା କରାଯାଇ ପୂଜାର୍ଚ୍ଚନା କରାଯାଇଥାଏ। ମାଙ୍କ ନିକଟରେ ପୂଜା କରିବା ପାଇଁ ପ୍ରତ୍ୟେକ ନାରୀ ନୂଆ ଶାଢ଼ୀ, ଶଙ୍ଖା, ସିନ୍ଦୁର, ଅଳତା, ବ୍ରତ ମାଳି ଆଦି ଅର୍ପଣ କରିଥାନ୍ତି। କୁହାଯାଇଥାଏ କି ଏହି ପୂଜାରେ 21 ପ୍ରକାରର ଫଳ ଏବଂ 7 ପ୍ରକାରର ଫୁଲ ବ୍ୟବହାର କରାଯାଇଥାଏ, କିନ୍ତୁ ମନରେ ଭକ୍ତି ଥିଲେ ଗୋଟିଏ ଫୁଲ ଏବଂ ଗୋଟିଏ ଫଳରେ ମଧ୍ୟ ମା ସନ୍ତୁଷ୍ଟ ହୁଅନ୍ତି ବୋଲି କୁହାଯାଇଥାଏ। ଏହି ଦିନ ପ୍ରତ୍ୟେକ ବ୍ରତଧାରୀ ନାରୀ ଉପବାସରେ ରହିଥାନ୍ତି। ସମସ୍ତ ପୂଜାକର୍ମ ସରିବା ପରେ ସେମାନେ ହାତରେ ପୂଜା ହୋଇଥିବା ସାବିତ୍ରୀ ବ୍ରତ ଧାରଣ କରିଥାନ୍ତି ଏବଂ ସ୍ୱାମୀଙ୍କୁ ପ୍ରଣାମ କରି ଉପବାସ ଭଙ୍ଗ କରିଥାନ୍ତି। ପୂଜା ବିଧି ଅନୁସାରେ ଏହି ଦିନ ସ୍ତ୍ରୀମାନେ ଅନ୍ନ ଗ୍ରହଣ ନ କରି କେବଳ ଫଳମୂଳ ହିଁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି। କୁହାଯାଏ କି ଏହି ଦିନ ମାଙ୍କ ନିକଟରେ ଅର୍ପଣ କରାଯାଇଥିବା ଶୃଙ୍ଗାର ଦ୍ରବ୍ୟକୁ କୌଣସି ସଧବା ନାରୀକୁ ଦାନ କଲେ ପୁଣ୍ୟ ମିଳିଥାଏ। ଭିନ୍ନ ମତ ଅନୁଯାୟୀ ଏହି ସାବିତ୍ରୀ ବ୍ରତ ଗୋଟିଏ ଦିନ କିମ୍ବା 3 ଦିନ ଧରି ପାଳନ କରାଯାଇଥାଏ। ସାବିତ୍ରୀ ବ୍ରତକୁ ନେଇ ଏକ କିମ୍ବଦନ୍ତୀ ମଧ୍ୟ ରହିଛି। କୁହାଯାଏ, ମଦ୍ର ଦେଶରେ ଅଶ୍ୱପତି ନାମକ ଜଣେ ରାଜା ରାଜୁତି କରୁଥିଲେ। ରାଜା ଅଶ୍ୱପତି ଓ ରାଣୀ କୌଶଲ୍ୟାଙ୍କ କନ୍ୟା ଥିଲେ ସାବିତ୍ରୀ। ସାବିତ୍ରୀ ନିଜ ଇଚ୍ଛା ଅନୁସାରେ ରାଜା ଦ୍ୟୁମତି ସେନଙ୍କ ପୁତ୍ର ସତ୍ୟବାନଙ୍କୁ ସ୍ୱାମୀ ରୂପେ ଗ୍ରହଣ କରିଥିଲେ, ଯିଏକି ସେ ସମୟରେ ରାଜ୍ୟହରା ହୋଇ ଅନ୍ଧ ପିତାଙ୍କ ସହ ବନରେ ଋଷି ଭଳି ଜୀବନ ଅତିବାହିତ କରୁଥିଲେ।
ସାବିତ୍ରୀ ଯେତେବେଳେ ସତ୍ୟବାନଙ୍କୁ ବିବାହ କରିଥିଲେ ସେତେବେଳେ ତାଙ୍କର ଆୟୁଷ ଆଉ ମାତ୍ର 1 ବର୍ଷ ଥିଲା। ବିବାହର ବର୍ଷେ ପରେ ଅର୍ଥାତ୍ ଜ୍ୟେଷ୍ଠ ମାସ ଅମାବାସ୍ୟା ଦିନ ନିଜ ପତିଙ୍କ ମୃତ୍ୟୁ ହେବା ଦିନ ସାବିତ୍ରୀ ସକାଳୁ ସ୍ନାନକର୍ମ ସାରି ଦେବଶ୍ରୀ ନାରଦଙ୍କ ପରାମର୍ଶ କ୍ରମେ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରିଥିଲେ ଏବଂ ସତ୍ୟବାନଙ୍କ ପ୍ରାଣ ରକ୍ଷା ନିମନ୍ତେ ବ୍ରତ ରଖିଥିଲେ। ବିଧିର ବିଧାନ ଅନୁସାରେ ଆୟୁଷ ପୂରିବା କ୍ଷଣିକ ମଧ୍ୟରେ ଜନ୍ତୁପତି ଯମ ସତ୍ୟବାନଙ୍କର ପ୍ରାଣ ହରଣ କରିବା ନିମନ୍ତେ ପହଞ୍ଚିଥିଲେ, କିନ୍ତୁ ପତିବ୍ରତା ନାରୀ ସାବିତ୍ରୀ ତାଙ୍କୁ ସଫଳ ହେବାକୁ ଦେଇନଥିଲେ। ସେଥିପାଇଁ ଯମରାଜ ତାଙ୍କୁ ବିକଳ୍ପରେ ଅନ୍ୟ ଯେକୌଣସି 3ଟି ବର ମାଗିବାକୁ କହିଥିଲେ। ପ୍ରଥମ ବରରେ ସାବିତ୍ରୀ ନିଜ ଶ୍ୱଶୁର ଦ୍ୱିମତୀ ସେନଙ୍କ ପୁନଃ ଚକ୍ଷୁ ଏବଂ ରାଜ୍ୟ ଫେରି ପାଇବାର ବର ମାଗିଥିଲେ। ଦ୍ୱିତୀୟଟିରେ ନିଜ ପିତା ଅଶ୍ୱପତିଙ୍କ ପୁତ୍ର ସନ୍ତାନ ଜନ୍ମ ନିମନ୍ତେ ବର ମାଗିଥିଲେ। ତୃତୀୟଟିରେ ନିଜ ସ୍ୱାମୀଙ୍କ ଔରସରୁ ଶତପୁତ୍ରଙ୍କର ଜନନୀ ହେବାର ସୌଭାଗ୍ୟ ଅର୍ଜନ ନିମନ୍ତେ ବର ମାଗିଥିଲେ। ସାବିତ୍ରୀଙ୍କ ଚତୁରତାକୁ ଜାଣି ନ ପାରି ଧର୍ମରାଜ ଯମ ତାଙ୍କୁ ସମସ୍ତ ବର ପ୍ରଦାନ କରିଥିଲେ। ତେଣୁ ଦେଇଥିବା ତୃତୀୟ ବରର ସଫଳ ଫଳ ପ୍ରାପ୍ତି ପାଇଁ ସେ ନିଜର ପତିଙ୍କ ପ୍ରାଣ ମାଗିଥିଲେ, ଅର୍ଥାତ୍ ପତି ବିନା ସେ କିପରି ଶତପୁତ୍ରଙ୍କର ଜନନୀ ହୋଇପାରିବେ ବୋଲି ଯମରାଜଙ୍କୁ ପ୍ରଶ୍ନ କରିଥିଲେ, ଯାହାଫଳରେ ଜନ୍ତୁପତି ଯମ ସାବିତ୍ରୀଙ୍କ ନିକଟରେ ପରାଜିତ ହୋଇଥିଲେ ଏବଂ ସ୍ୱୟଂ ଦେଇଥିବା ବରର ପୂର୍ଣ୍ଣତା ପାଇବା ପାଇଁ ସତ୍ୟବାନଙ୍କୁ ପୁନଃ ଜୀବିତ କରିଥିଲେ। ପ୍ରଭୁ ଲକ୍ଷ୍ମୀନାରାୟଣଙ୍କ ନିକଟରେ ବ୍ରତ ରଖି ନିଜ ପତିଙ୍କ ଜୀବନ ଫେରି ପାଇଥିବାରୁ ଏହି ଦିନଠାରୁ ପ୍ରତିବର୍ଷ ଜ୍ୟେଷ୍ଠ ଅମାବାସ୍ୟାକୁ ସାବିତ୍ରୀ ବ୍ରତ ରୂପେ ପାଳନ କରାଯାଇଥାଏ। ତେଣୁ ଯଥାର୍ଥରେ ପ୍ରତ୍ୟେକ ହିନ୍ଦୁ ନାରୀଙ୍କୁ ନେଇ ଏକ ଗାଥା ରହିଛି ଯେ ଏକ ରାତି ହେଉ ଶପଥ ରାତି ନ ମରୁ ପତି। ଆପଣମାନଙ୍କୁ ଆମ ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାଇବେ। ଯଦି ଆପଣମାନଙ୍କୁ ଆମ ଭିଡ଼ିଓଟି ଭଲ ଲାଗିଥାଏ ତେବେ ଭିଡ଼ିଓକୁ ଲାଇକ୍ ଏବଂ ସେୟାର କରିଦେବେ। ଧନ୍ୟବାଦ।